ସାଙ୍ଗମାନେ ବର୍ତ୍ତମାନ ବହୁତ କଷ୍ଟ ଲାଗୁଛି ମୋତେ, କାହିଁକିନା ଆଜି ଦିନ ଯାକ ଚେଷ୍ଟ ପେନ୍ ଆଉ ବହୁତ କଷ୍ଟର ସହିତ ମୁଁ ଭିଡ଼ିଓ କରି ଆପଣମାନଙ୍କୁ ଜଣାଉଛି କି ମୁଁ ଆପଣମାନଙ୍କୁ ଯେମିତି ଜଣେଇଥିଲି କି କେତେବେଳେ କ'ଣ ହେଇଯିବ ମୋର କିଛି ଜଣା ନାହିଁ, ଆଜି ଭଲ ଅଛି କାଲି କ'ଣ ପ୍ରୋବ୍ଲେମ୍ ବାହାରିବ ମୋର ପୁଣି ଥରେ। ତ ଏକ୍ଜାକ୍ଟ ସେଇଆ ହିଁ ହେଇଛି ଆଜି। ତ ସକାଳୁ ମୁଁ ଭଲ ଥିଲି, ହାଲକା ହାଲକା ମୋର ଲେଫ୍ଟ ସାଇଡ଼୍ରୁ ଚେଷ୍ଟ ପେନ୍ ହେଉଥିଲା। ଏବେ ମୋର ସେଇ ଡାହାଣ ପଟର ପଞ୍ଜା ହାଡ଼ ଦିନ ଯାକ ବଥା ହେଉଛି। ଆଜି ଯେଉଁ ପାରାସିଟାମଲ୍ ନେଇଥିଲି ସେ ପାରାସିଟାମଲ୍ରେ ବି ଭଲ ହେଇନି ଏଯାଏଁ, କାହିଁକିନା ବହୁତ ଦିନ ଯାକ କଷ୍ଟର ସହିତ ମୁଁ ଗତି କରୁଛି। ଖାଇବା ପିଇବାରେ ବହୁତ କଷ୍ଟ ଲାଗୁଛି ବର୍ତ୍ତମାନ। ଆଉ ଯାହା ବି ଆଡ଼ଜଷ୍ଟ ଚାଲିଛି, ବର୍ତ୍ତମାନ ମୋର କେମୋ ଚାଲିଛି। ଦେଖନ୍ତୁ କେମୋ ସେପଟେ ଯେଉଁ ସାଲାଇନ୍ ଦୁଇଟା ଦେଖାଯାଉଥିବ ଟିକେ ଅନ୍ଧାରରେ ଦେଖାଯାଉଥିବ, ଲାଇଟ୍ ଯେହେତୁ ପଡ଼ୁଛି ତେଣୁ ମୋର କେମୋ ଚାଲିଛି 6 ଘଣ୍ଟିଆ କେମୋ। ଏବେ ସେଇଟା ଧୀରେ 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 ଚାଲିଛି। ଏପଟେ ରେଗୁଲେଟର୍ ବି ଲାଗିଛି ଦେଖନ୍ତୁ। ତ ରେଗୁଲେଟର୍ରେ କଣ୍ଟ୍ରୋଲ୍ କରିକି ତାକୁ ଧୀରେ ଧୀରେ ଏବେ କେମୋ ଚାଲିଛି। ଆଉ କେମୋ ବି ଷ୍ଟାର୍ଟ ହେଇଛି। ଭଗବାନଙ୍କୁ ଡାକୁଛି ଯେମିତି ଭଲ ହେଇଯାଉ, କାହିଁକିନା ଚେଷ୍ଟ ପେନ୍ ମଝିରେ ମଝିରେ ଏତେ ଜୋରରେ ଛୁଞ୍ଚି ଭଳିଆ ଫୋଡ଼ି ଦେଉଛନ୍ତି, ମାନେ ଯେମିତିକି ଜୀବନ ପଳେଇବ। ମାନେ ବହୁତ କଷ୍ଟ ଲାଗୁଛି ଏ ଜିନିଷଟା। ନର୍ମାଲ୍ ଥିଲି, ଟିକେ ଯଦି ଚେଷ୍ଟ ପେନ୍ଟା ନର୍ମାଲ୍ ରହିଥାନ୍ତା ତାହେଲେ ହୁଏତ ମୁଁ ଭଲରେ ଭିଡ଼ିଓ କରିକି ଆପଣମାନଙ୍କୁ କିଛି ଇନଫର୍ମେସନ୍ ଦେଇପାରିଥାନ୍ତି। ଯେହେତୁ କେମୋ ଷ୍ଟାର୍ଟ ହେଇଛି, ମୁଁ ଆପଣମାନଙ୍କୁ କହିଥିଲି କି କିଛି ମୋ କେମୋ ଷ୍ଟାର୍ଟ ହେବ ବୋଲି, କିନ୍ତୁ କେମୋ ଷ୍ଟାର୍ଟ ହେଲା କିନ୍ତୁ ମୁଁ ବହୁତ ୱିକ୍ ଅଛି ବର୍ତ୍ତମାନ। ୱିକ୍ ଅଛି ଏଇଥିପାଇଁ କି ମୋର ବହୁତ ଜୋରରେ ଚେଷ୍ଟ ପେନ୍। ତ ଆପଣମାନଙ୍କୁ ବ୍ଲେସିଂସ୍ ଦରକାର, ଆଉ ଆପଣ ବ୍ଲେସିଂସ୍ କରିଥାନ୍ତୁ, ଆଶୀର୍ବାଦ କରିଥାନ୍ତୁ। ଆଉ ସ୍କ୍ରିନ୍ରେ ଦେଇଥିବା ନମ୍ବରରେ କିଛି ଚେଷ୍ଟା କରନ୍ତୁ ଦେବା ପାଇଁ, ପେ କରିବା ପାଇଁ, ଯେଉଁଟାକି ମୋର କାର୍ଟିସିଆଲ୍ ଥେରାପି ଆଗକୁ ହେବ। ଏଇ କେମୋରେ କଣ୍ଟ୍ରୋଲ୍ କରିକି ରୋଗକୁ, ମୋର ଯେଉଁ ବ୍ଲାଷ୍ଟ ଅଛି, ଯେଉଁ ବ୍ଲାଷ୍ଟକୁ ସପ୍ରେସ୍ କରିକି ତାକୁ କମେଇକି ମୋର ଆର୍ଟିଫିସିଆଲ୍ ଟ୍ରିଟମେଣ୍ଟ ହେଲେ ବେଟର୍ ମୋର ରେଜଲ୍ଟ ମିଳିବ। ସେଇଠି ଆପଣମାନେ ବ୍ଲେସିଂସ୍ କରିଥାନ୍ତୁ, ଆଶୀର୍ବାଦ କରିଥାନ୍ତୁ, ମୋତେ ହେଲ୍ପ କରିଥାନ୍ତୁ।